जय जगन्नाथ जय गुरु जी। जय जगन्नाथ सर, प्रणाम। जय जगन्नाथ। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरुवे नमः। अखंड मंडलाकारं व्यक्त जनं चराचर तस्मै श्री गुरवे नमः। ଗୁରୁ ବିନା କେହି କିଛି କରିପାରି ନାହାନ୍ତି ଗୁରୁଜୀ। ଯେଉଁମାନେ ଗୁରୁଜୀଙ୍କୁ ମାନିଛନ୍ତି ସେମାନେ କିଛି ତାଙ୍କ ଜୀବନରେ କିଛି ଲାଭବାନ ହେଇଛନ୍ତି। ବାପା ମା ତ ଗୁରୁ, ଗୁରୁଙ୍କ ବାଦ ବି ଯିଏ ଗୁରୁ ପାଇଛନ୍ତି ଆପଣଙ୍କ ଯେ ସେ ଗୁରୁ କିଏ ପାଇନଥିବେ। ମୁଁ ମୋ ନିଜ କଥା କହୁଛି, ମୁଁ ଯେତିକି କଷ୍ଟ ଅନୁଭବ କରୁଥିଲି ଆପଣଙ୍କ ପାଇଁ ମୋ ଜୀବନ ଧନ୍ୟ ହେଇଯାଇଛି। କିନ୍ତୁ ଆଜି ସକାଳୁ ଗୋଟେ ଦୁଃଖର ବିଷୟ, ଏତେ ଛୋଟ ପୁଅ ମୋର ଏ ଛୋଟ ବୟସରେ ଆପଣଙ୍କ ଫଟୋ ଧରି ଯୋଉ କାନ୍ଦଣା ଟା କାନ୍ଦିଲା, ଏଗୁଡା ଭିଡିଓ ତ କରିନାହିଁ ମ୍ୟାଡାମ, ଆମର କରିନାହାନ୍ତି। ଯେ କଣ ପାଇଁ କାନ୍ଦିଲା ମୁଁ ବି ଜାଣି ନାହିଁ। କିନ୍ତୁ ଆପଣଙ୍କୁ ଫଟୋ ଧରି କାନ୍ଦି ସାରିଲା ପରେ ସିଏ ହିଁ ଜାଣିଛି ତାର ଟିଉସନ ଯୋଉ ଆମର ଗୁରୁଜୀ ସାର୍ କରୁଥିଲେ ତାଙ୍କ କତିକି ଯେ କଣ ପାଇଁ କାନ୍ଦିଲା। ମୁଁ କତିକି ସକାଳେ ଫୋନ ଆସିଲା, ମୁଁ ସେଥିପାଇଁ ବହୁତ ଦୁଃଖିତ କି କାହିଁ କାନ୍ଦିଲା ମୁଁ ବି ତାକୁ ପଚାରି ନାହିଁ, କିନ୍ତୁ କାନ୍ଦିଲା ବୋଲି ତାର ମା କହିଲେ। ଆପଣଙ୍କ ଫଟୋ ଘରେ ଅଛି। ବାସ କାଲି ଠାରୁ କହୁଛି କି ମୁଁ ଗୁରୁଜୀଙ୍କୁ ପୂଜା କରିବି, ଗୁରୁଜୀଙ୍କୁ ପୂଜା କରିବି। ସକାଳୁ ଉଠି ଗାଧେଇ ପାଧେଇ ଆପଣଙ୍କ ଫଟୋଟା ପୂଜା କରିବା ଟାଇମରେ ବହୁତ କାନ୍ଦିଲା। କଣ ପାଇଁ ମୁଁ ବି ସେଟା ଜାଣିପାରୁନି। ଆପଣଙ୍କର ଆଶୀର୍ବାଦ ଏମିତି ଆମର ଉପରେ ଥାଉ। ମୁଁ କିଛି କହିପାରୁନି ସାର୍। ମୁଁ ଯୋଉ କଥାଟା ଆପଣ କହିଲେ, କୁନି ଛୁଆ ପାଇଁ ବୟସ କେତେ ହବ ଛୁଆର? ସାର୍ 11 ବର୍ଷ ନା କହୁଛି। 11 ବର୍ଷ। 11 ବର୍ଷ ଛୁଆ ମାନେ ମନରେ କଣ ଅଛି, କେତେ ଭଲ ପାଇବା ଅଛି, କେତେ ସ୍ନେହ ଶ୍ରଦ୍ଧା ଅଛି। ସେ କ୍ଲାସରେ ବସିଛନ୍ତି କି ବସିନାହାନ୍ତି ମୁଁ ମଧ୍ୟ ରିକଲ ବି କରିପାରୁନି। ଆ, ନାଇଁ ବସିଛନ୍ତି, ସେଭେନ ସି ରେ ବସିଥିଲେ, ମା ପୁଅ ବସିଥିଲେ ସେଭେନ ସି ରେ। ଓକେ ଓକେ ଓକେ। ଦି ଦିନ ବସିଥିଲେ ଆଜ୍ଞା। ବହୁତ ବଢିଆ ସାର୍, ବହୁତ ବଢିଆ। ଏତେ ଭଲ ପାଇବା, ଏତେ ସ୍ନେହ ଶ୍ରଦ୍ଧା ତାଙ୍କ ମନ ଭିତରୁ କହ ଆସିଯାଉଛି, ମନ ଭିତରୁ ଯାହା କିଛି ବି ଅଛି ସେ ବାହାରି ଆସୁଛି। ଆ ଭଗବାନ ମଙ୍ଗଳ କରୁଛନ୍ତି ସାର୍, ପୁଅଙ୍କର ବହୁତ ବହୁତ ମଙ୍ଗଳ କରୁଛନ୍ତି। ୟୁନିଭର୍ସାଲ ବ୍ଲେସିଂ। ଡେଲି କହୁଛି ଯେ କେବେ ଯିବା ଜୟପୁର, ସେ କେବେ ଯିବା ଜୟପୁର, କିନ୍ତୁ ମୁଁ ତ ଭାବିନି ଯେ ମୁଁ ଯାଇ ପହଞ୍ଚି ଯାଇଛି ଡିସେମ୍ବରରେ। ଆଜ୍ଞା। ମୁଁ ମ୍ୟାଡାମ ଆଉ ପୁଅ 3 ଜଣ ଯାଇ ପହଞ୍ଚି ଯାଇଛୁ। ମୁଁ କାଲି ରଶ୍ମି ସାରଙ୍କ ସହିତ କଥା ହଉଥିଲି, କିନ୍ତୁ ମୁଁ ଭାବିଛି ମୁଁ ପହଞ୍ଚି ଯାଇଛି ବୋଲି, ମନରେ ଆମେ ପହଞ୍ଚି ଯାଇଛୁ। ପୁଅ ବି କହୁଛି ହଁ ଡାଡି ଆମେ ପହଞ୍ଚି ଯାଇଛୁ। ଏତିକି ବଡ କଥା ଆଉ। ନିହାତି ଭାବରେ ସାର୍ ଆପଣ ଆସୁଛନ୍ତି। ମାନେ ଆମେ ମଧ୍ୟ ଗର୍ବ ଅନୁଭବ କରିବୁ ଯେ ଆପଣ ବିଦେଶରେ ଥାଇକି ବର୍ତ୍ତମାନ ସେସନରେ ଅଛନ୍ତି, ପୁଣି ବିଦେଶରୁ ଆପଣ ଆସିବେ, ଦେଶକୁ ଦେଶରୁ ଆସିବେ, ଆପଣ ରାଜ୍ୟକୁ ରାଜ୍ୟରୁ ଆସିକି ଆପଣ ପହଞ୍ଚିବେ ଜୟପୁର ଭଳିଆ ଛୋଟିଆ ସହରରେ। ନିହାତି ଭାବରେ ଗର୍ବର କଥା, ଗୌରବର କଥା। ତ ଆସନ୍ତୁ। ସବୁ ଉପର ବାଲା ଆଶୀର୍ବାଦ। ଆଜ୍ଞା ସାର୍। ଆପଣଙ୍କ ଆଶୀର୍ବାଦରେ ସବୁ କିଛି ସମ୍ଭବ। ଆଜ୍ଞା। ସବୁ ଉପର ବାଲାଙ୍କ ସବୁ କିଛି ଉପର ବାଲା କରିବେ। ବହୁତ ବଢିଆ ସାର୍, ନିହାତି ଭାବରେ ସେ ହିଁ କରୁଛନ୍ତି ସାର୍। ଆମର ତ ଏବେ 7:45 ହେଲା ସକାଳ, ଆପଣଙ୍କର କେତେଟା ହେଲା ସେତେବେଳେ ସମୟ? 5ଟା 15 କରୁଛି। ଓକେ, ସକାଳ 5:15। ବହୁତ ବଢିଆ ସାର୍, ବହୁତ ବଢିଆ। ଆଜ୍ଞା। ଆମର ଏଠି 7:45। ଓକେ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଜ୍ୟୋତିରଞ୍ଜନ ସାର୍। ଠିକ ଅଛି। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ଜ୍ୟୋତିରଞ୍ଜନ ସାର୍। ସିପୁନ ସାର୍ ଆସିଗଲେ ବୋଧେ, ସିପୁନ ସାର୍ଙ୍କୁ ନେଇ ଯାଆନ୍ତୁ। ୟେସ୍। ସାର୍ କଟିଗଲା, ଅଧାରୁ କଟିଗଲା ସାର୍, କେମିତି ଆଜ୍ଞା ଆସିଲି ଆଉଥରେ ପୁଣି। ଆଜ୍ଞା ସାର୍। ଇଟ୍ସ ଓକେ ସାର୍, ବହୁତ ବଢିଆ। ସାର୍ ମୁଁ ଆସିଲା ପରେ ଜୟପୁର ଆସିଲା ପରେ ମୁଁ ସାର୍ ଟିକେ ଡିସକନେକ୍ଟ ଟିକେ ଥିଲି, କାମ ବ୍ୟସ୍ତତା ଭିତରେ ସାର୍ ଡିସକନେକ୍ଟ ଟିକେ ଥିଲି। ହୁଁ ହୁଁ। ଦେହ ଟିକେ ଅସୁସ୍ଥ ଥିଲା, ଆଉ ଏବେ ତାର ଦେହ ପୁରା ଠିକ ଅଛି। ଯାହା ହଉ ଆପଣଙ୍କ ଆଶୀର୍ବାଦରୁ, ଯାହା ହଉ ଭଗବାନ ଜଗନ୍ନାଥ ମହାପ୍ରଭୁ କୋଟି ଓଡିଆର ମଉଡମଣି ଆପଣଙ୍କୁ ସବୁବେଳେ ଆଶୀର୍ବାଦ ସେତିକି କରିଥାନ୍ତୁ। ଆପଣ ସବୁବେଳେ ଏଇ ସେଭେନ୍ସି ପରିବାରକୁ ସବୁବେଳେ ଆପଣଙ୍କର ଆଶୀର୍ବାଦ ଆଉ ବ୍ଲେସିଂ ଥାଉ। ଆଉ ଏ ଓଡିଶା ସାରାକୁ, ଓଡିଶା ବାହାରେ ବି ଆମର ଯୋଉ ସେଭେନ୍ସି ପରିବାର ଅଛି ସମସ୍ତଙ୍କୁ ଯାହା ହଉ ଆପଣ ଯୋଡିଲେ ସେଭେନ୍ସି ପରିବାର। ଇଏ ଗୋଟେ ଭଲ ଚିନ୍ତାଧାରା ନେଇକିନା ଯୋଉ ଆସିଛି ସେଭେନ୍ସି ପରିବାରକୁ, ସମସ୍ତଙ୍କୁ ମୁଁ ମହାପ୍ରଭୁଙ୍କ କୋଟି ଓଡିଆର ମଉଡ
ସାରଙ୍କର କୌଣସି କାରଣରୁ କଟି ଯାଉଛି। ଇଟ୍ସ ଓକେ, ବହୁତ ବଢିଆ, ଇଟ୍ସ ଓକେ, ବହୁତ ବଢିଆ ସିଚୁଏସନ ଆସୁଥିବ ଚାଲିଥିବା। ଓକେ, ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ୟେସ୍ ରଶ୍ମି ସାର୍। ଆ, ଧନ୍ୟବାଦ। ବର୍ତ୍ତମାନ ରାଧାକାନ୍ତ ସାରଙ୍କ ପାଖକୁ ଯିବା, ଯଦି ପରେ ସୁଯୋଗ ମିଳେ ସୁକୁମ ସାର। ୟେସ୍, ଅନମ୍ୟୁଟ ହେଇଯାଉ। गुरुजी प्रणाम। ପ୍ରଣାମ ମ୍ୟାଡ଼ାମ, ଜୟ ଜଗନ୍ନାଥ। सेवेन सी सब सार मान को मोर प्रणाम। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरुवे नमः। गुरुजी मु तो नुआ आसी बहुत किसी जानिनी आउ ये जो 6 दिन सेक्शन रे बहुत किसी जानी पारली, बहुत किसी शिखी पारली। मु बहुत आगो को जीवी बोली भाभी पारुची। आउ ठाकुरकर कृपारू आपण परी गुरुजी टे पाइछि मु बहुत आगो को जीवी, मो देह भी सुस्थ रहे बोली भाभी पारुची गुरुजी। आउ आज सकाळू उठिली गुरुजी, मो पुओ स्कूल जीव बोली कहला। आउ पुओ कहला मम्मी आज 7 सी रे जॉइन करो, आउ ये कर बोली कहलारू मु जॉइन कली। मत बहुत खुशी लागेला। आउ आपण परी गुरुजी टे पाइछि, मो ठाकुरଙ୍କର कृपाରୁ ହିଁ पाइछि। मु बहुत आगो को जीवी बोली भाभी पारुची गुरुजी। ମୁଁ ଏତିକି ହିଁ କହିବି ଗୁରୁଜୀ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଆପଣ 6 ଦିନ ଯୋଗ ଦେଇକି ମଧ୍ୟ ଆପଣ କନେକ୍ଟେଡ୍ ଅଛନ୍ତି, ଆଉ ଆଜିର ସେସନରେ ଯୋଗ ଦେବା ପାଇଁ ଆପଣ ଆସିଛନ୍ତି, ଆମ ପାଇଁ ନିହାତି ଭାବରେ ସୌଭାଗ୍ୟର କଥା। ତ ବହୁତ ବହୁତ ଧନ୍ୟବାଦ। ନିହାତି ଭାବରେ ବହୁତ କିଛି ହବ ମ୍ୟାଡ଼ାମ। ଆପଣ ତ ଶୁଣୁଥିବେ ସକାଳଠୁ 2 ବର୍ଷ 3 ବର୍ଷ 4 ବର୍ଷ ହେଲାଣି ଲୋକେ କନେକ୍ଟେଡ୍ ଅଛନ୍ତି। ଆଉ ନିହାତି ଭାବରେ ଆପଣଙ୍କ ଲାଇଫରେ ମଧ୍ୟ ବହୁତ କିଛି ଭ୍ୟାଲ୍ୟୁ ଏଡ୍ ହେବା ପାଇଁ ଯାଉଛି। ତ ପ୍ରସ୍ତୁତ ହେଇକି ଥାଆନ୍ତୁ ଭ୍ୟାଲ୍ୟୁ ଏଡ୍ କରିବା ପାଇଁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଜୟ ପ୍ରଣାମ। ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ତ ଆଉ କିଏ ଅଛନ୍ତି? ନେମ୍ ଟାଇପ କରନ୍ତୁ। ଆଉ କେହି କିଛି ଭ୍ୟାଲ୍ୟୁ ଆଡ୍ କରିବା ପାଇଁ ଚାହୁଁଛନ୍ତି ବା ନିଜର ଅନୁଭୂତି ସେୟାର କରିବା ପାଇଁ ଚାହୁଁଛନ୍ତି ଏଇ ଗୁରୁ ଦିବସ ବିଶେଷ ଦିବସରେ, ସୁଯୋଗ ପାଇନାହାନ୍ତି। 1 ମିନିଟ ଭିତରେ ଆପଣ ମାନେ ଟାଇପ କରନ୍ତୁ। ସବିତା ନାୟକ ମ୍ୟାଡାମ, ୟେସ୍ ସବିତା ମ୍ୟାଡାମ ଅନମ୍ୟୁଟ ହେଇଯିବେ। गुरुजी प्रणाम। ପ୍ରଣାମ ମ୍ୟାଡ଼ାମ, ପ୍ରଣାମ, ଜୟ ଜଗନ୍ନାଥ। बहुत खुशी और कृतज्ञ अच्छी गुरुजी। आ बहुत बहुत खुशी अच्छी। आ गुरु ब्रह्मा गुरु विष्णु गुरुदेव ईश्वर गुरु साक्षात परब्रह्म तस्मै श्री गुरुवे नमः। आ बहुत सार पॉजिटिव अच्छी, बहुत बहुत पॉजिटिव अच्छी। कहीं ना ମୁଁ ଆଗରୁ ସବୁବେଳେ କାନ୍ଦୁଥିଲି, ଏବେ ସାର୍ କାନ୍ଦ ନାହିଁ, ବସୁଛି, ଯାଉଛି, ବୁଲୁଛି, ଆଉ ମତେ ବହୁତ ଭଲ ଲାଗୁଛି। ଆଉ ଟିକେ ଖାଲି ନର୍ଭସ୍ ହେଇଗଲା, ତଥାପି ଟିକେ ଟିକେ କେତେବେଳେ ଭୁଲ ହେଇଗଲା ନେଗେଟିଭ ଚାଲିଗଲା, ପୁଣି ପଜିଟିଭ ଆଣିବାକୁ ଚେଷ୍ଟା କରୁଛି। ବହୁତ ପଜିଟିଭ ହବାକୁ ବହୁତ ଚେଷ୍ଟା କରୁଛି। ଟିକେ ମାଇଣ୍ଡ ଟା ଖାଲି ନେଗେଟିଭ ପୁଣି ପଜିଟିଭ ହବାକୁ ଚେଷ୍ଟା କରୁଛି। ଆଉ ଗୁରୁଜି ଆପଣଙ୍କୁ ଦେଖିଲେ ମାନେ ହସ ତ ବହୁତ ଶକ୍ତି ମତେ ମିଳୁଛି, ବହୁତ ସାହସ ମିଳୁଛି। ଆପଣ ବି ସମସ୍ତେ ଦୁଃଖ କଷ୍ଟରେ ରହିକି ବି ହସୁଛନ୍ତି, ସେଥିପାଇଁ ହସୁଛି ସାର୍। ଥ୍ୟାଙ୍କ ୟୁ, ବହୁତ ଥ୍ୟାଙ୍କ ୟୁ। ଏବେ ଟିକେ ଶରୀର ସୁସ୍ଥ ହଉଛି ନା? ଆଜ୍ଞା ଆଗ ଆଜ୍ଞା ଅପେକ୍ଷା ଇମ୍ପ୍ରୁଭ କରୁଛନ୍ତି ନା? ଆଜ୍ଞା ନିହାତି ଭାବରେ ବହୁତ ମ୍ୟାଡ଼ାମ, ନିହାତି ଭାବରେ ଇମ୍ପ୍ରୁଭ କରିବେ, ନିହାତି ଭାବରେ ଇମ୍ପ୍ରୁଭ କରିବେ ହେଲା। ବାସ୍ ଯେତିକି ଅଳିଆ ଅଛି ତାକୁ ସାଇଡ କରନ୍ତୁ। ବାସ୍ ଯୋଉ ଜିନିଷ ଆପଣ ଶିଖିଲେ ତା ଉପରେ ଫୋକସ କରନ୍ତୁ। ଓକେ, ନିହାତି ଆପଣଙ୍କୁ ନିହାତି ଦରକାର। ଆଉ ସେ ଜିନିଷ ଯାହା ସବୁ ଶିଖିଲେ, ଯାହା ସବୁ ଶିଖୁଛନ୍ତି ମଧ୍ୟ ଏବେ 180 ରେ, ତାକୁ ଡେ ଟୁ ଡେ ଲାଇଫରେ ପ୍ରାକ୍ଟିସ କରନ୍ତୁ ହେଲା। ହେଲା, ତ ଆପଣ ହରେଇ ଦେବେ। ନିହାତି ଭାବରେ ଜିତ୍ ଆପଣଙ୍କର ହଉଛି। ଓକେ, ତ ସମସ୍ତେ ଟିକେ ଆମର ସବିତା ମ୍ୟାଡାମକୁ ଟିକେ ବ୍ଲେସିଂସ୍ ଦେଇ ଦିଅନ୍ତୁ ବନ୍ଧୁଗଣ। ସମସ୍ତେ ଟିକେ ବ୍ଲେସିଂ ଦେଇ ଦିଅନ୍ତୁ, ବ୍ଲେସିଂ ରିସିଭ୍ କରନ୍ତୁ ମ୍ୟାଡାମ।
तथास्तु तथास्तु तथास्तु। तो थैंक यू थैंक यू थैंक यू। ବହୁତ ବହୁତ ଧନ୍ୟବାଦ ସାର୍, ମତେ ବହୁତ ସାହସ ଦେଇଛନ୍ତି, ବହୁତ ସାହସ। ମୁଁ ଆଉ କୋଉଠି ସାହସ ପାଇନି ଏଇଠି, ସେଥିପାଇଁ ସାର୍ ମୁଁ ଆପଣଙ୍କୁ ବହୁତ ମାନୁଛି। ମୁଁ ଆପଣଙ୍କ କଥା ମୁଁ ପୁରା ମାନିବି ବୋଲିକି ଭାବିଛି, କିନ୍ତୁ ଟିକେ କେତେ କଣ ହେଇଯାଉଛି, ଟିକେ କ୍ଷମା କରିବେ। ଆଜ୍ଞା। ଚେଷ୍ଟା କରୁଛି ବହୁତ ପଜିଟିଭ ରହିବା ପାଇଁ, ବହୁତ ବହୁତ ସେ positive। ଟିକେ को କେମିତି ସୁଧାରିବେ ତା ପାଇଁ ବି ଟେକ୍ନିକ ଦେଇଛି। ଓକେ, ଆପ୍ଲାଏ କରନ୍ତୁ। ଓକେ, ସେଇଟା ମଧ୍ୟ ଧୀରେ 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 ସୁଧରିବ ହେଲା। ହଁ, ବହୁତ ବଢିଆ ବହୁତ ବଢିଆ ବହୁତ ବଢିଆ। କିଛି ବି ଏମରଜେନ୍ସି ହେଲେ ଟିମକୁ କଲ୍ କରନ୍ତୁ। ହଁ, କେତେବେଳେ କିଛି ମନ ନେଇକିରି କିଛି ବି ହେଲେ ଟିମକୁ କଲ୍ କର। ଟିମ୍ ସହିତ କନେକ୍ଟେଡ ରୁହନ୍ତୁ ସବୁବେଳେ। ଆଜ୍ଞା। ଓକେ, ରଶ୍ମି ସାର୍ଙ୍କ ନମ୍ବର ମଧ୍ୟ ଥିବ, ରଶ୍ମି ସାର୍ଙ୍କ ନମ୍ବର ମଧ୍ୟ ରଖିଥାନ୍ତୁ ହେଲା। ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ ସାର୍ ଖୁସି। କାଲି ଟିକେ ଲେଟ୍ ର ଜଏନ୍ କଲି, ଟିକେ ଜାଣିପାରିଲିନି କାଲି କଣ କ୍ଲାସ ଥିଲା। ହଁ ହଉ, ଓକେ, ଆପଣଙ୍କ ପାଳି ଆସିଲା, ଆପଣ ବି ସେୟାର କଲେ। ଓକେ, ସମସ୍ତଙ୍କର ଶୁଣିଲେ। ଯେତିକି ଶୁଣିଲେ ବହୁତ ଭଲ କଥା, ଶୁଣିବାଟା ମଧ୍ୟ ବହୁତ ଜରୁରୀ, ଆପଣ ଜାଣିଛନ୍ତି ଅଲରେଡି। ଥ୍ୟାଙ୍କ ୟୁ ଥ୍ୟାଙ୍କ ବହୁତ ବହୁତ ୟୁ। ପଜିଟିଭ ଆଜ୍ଞା ପଜିଟିଭ, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ଆଜ୍ଞା ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ। ଆଠଟାରୁ ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ତ ଆଉ କିଏ ଅଛନ୍ତି କହିବା ପାଇଁ ଚାହୁଁଛନ୍ତି ଲାଷ୍ଟ? ଓକେ, 1 ମିନିଟ୍ ଅର୍ 2 ମିନିଟ୍ ଭିତରେ ନିଜର ଭ୍ୟାଲୁ ଆଡ୍ କରିବା ପାଇଁ ଚାହୁଁଛନ୍ତି? ଅନେକ ସଦସ୍ୟ ତ କହିସାରିଲେଣି। ସେସନକୁ ଏଣ୍ଡ କରିବା। ରଶ୍ମି ସାର୍। ୟେସ୍ ସାର୍, ଆପଣଙ୍କର ଶେଷ ଅଭିଭାଷଣ ଶୁଣିବୁ ବର୍ତ୍ତମାନ ଅଧିବେଶନର, ଯେ ଆପଣଙ୍କ ଜୀବନରେ କଣ ସବୁ ପ୍ରଭାବ ପଡିଛି ଆପଣଙ୍କ ଗୁରୁଙ୍କର ଆ ଏ ଜାଗାରେ ପହଞ୍ଚିବା ପାଇଁ, କାହା କାହା ଆଶୀର୍ବାଦ ଆପଣ ପାଇଛନ୍ତି, ଆଉ ପ୍ରକୃତରେ ଆପଣ ଗୁରୁ ହିସାବରେ କଣ ଅନୁଭବ କରନ୍ତି, ଯେ ଲାଇଫରେ ଗୁରୁଙ୍କର ଭୂମିକା କଣ? ସେ ଯେକୌଣସି ଗୁରୁ ବି କୁହନ୍ତୁ, ଟିକେ ସାର୍ ପଦେ ଦୁଇ ପଦ ବହୁମୂଲ୍ୟ ଉପଦେଶ ଆଜି ଆମେ ଆପଣଙ୍କଠୁ ନିଶ୍ଚିନ୍ତ ଭାବେ ଶୁଣିବୁ, ଏବଂ ସେସନକୁ ଶେଷ କରିବୁ। ଏବଂ ସମସ୍ତଙ୍କୁ ପୁଣି ଥରେ କହୁଛି, ସନ୍ଧ୍ୟାରେ ଆମର ବିଶେଷ କାର୍ଯ୍ୟକ୍ରମ ହଉଛି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମର ଜୟପୁର ଅଫିସରେ। ଆମ ସମସ୍ତଙ୍କ ଗହଣରେ ମୁଁ ସାର୍ ଆପଣଙ୍କୁ ଇନଭାଇଟ କଲି, ଆପଣଙ୍କୁ ନିମନ୍ତ୍ରଣ ରହିଲା। ଠିକ 7ଟାରେ ଆପଣ ଆସି ପହଞ୍ଚିବେ, ଆଉ ସମସ୍ତଙ୍କୁ ଦର୍ଶନ ଦେବେ। ଆଉ କିଛି ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଆମେ ରଖିଛୁ। ଆଉ ନିହାତି ଭାବରେ ଆମର ଅନୁରୋଧ ରକ୍ଷା କରି ଆପଣ ପହଞ୍ଚିବେ ବୋଲି ଆମର ଦୃଢ ଆଶା ରହୁଛି। ବହୁତ ବହୁତ ଧନ୍ୟବାଦ ରଶ୍ମି ସାର୍। ନିହାତି ଭାବରେ 7ଟା ବେଳେ ପହଞ୍ଚିବି। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଯୋଉ ପ୍ରଶ୍ନ ପଚାରିଲେ, ମୋ ଲାଇଫରେ ମଧ୍ୟ ଗୁରୁଙ୍କର ବହୁତ ଅବଦାନ ଅଛି ବନ୍ଧୁଗଣ। ଓକେ, ଲିଷ୍ଟ ଦେଲେ ତ ବହୁତ ହେଇଯିବ, ତଥାପି ଗୋଟେ ଦୁଇଟା କହିବା ପାଇଁ ପ୍ରୟାସ କରୁଛି। ଆପଣ ଜାଣିଛନ୍ତି ଯେ ଦୁଷ୍ଟାମିରେ ଭଲ ଥିଲି ମୁଁ, ସେଥିରେ ଭଲ ସ୍କୋର ରହୁଥିଲା ମୋର। ଓକେ, ଯଦି ପଡ଼ିଶା ଓଡ଼ିଶାରେ କେହି କାନ୍ଦୁଛନ୍ତି ତ ଆମ ଘରେ ଅଜା ଘରେ ରହିକି ପଢ଼ାପଢ଼ି କରୁଥିଲି। ତ ଭାବନ୍ତି ତାଙ୍କ ଛୁଆ କାନ୍ଦୁଛି, ସେଥିପାଇଁ ଆମ ନାତି ଦାୟୀ ନୁହେଁ ତ। ଓକେ, ଯଦି କାହାଠୁ ମାଡ଼ ଖାଇକି ଆସିଛି ତ 2 ଦିନ 3 ଦିନ ଅପେକ୍ଷା କରିବି, ଯେତେ ଦିନ ପର୍ଯ୍ୟନ୍ତ ମାରିନି ଓକେ ସେତେ ଦିନ ପର୍ଯ୍ୟନ୍ତ ଶାନ୍ତି ନଥିବ। ଓକେ, ତ ଦୁଷ୍ଟାମି ଯେତେବେଳେ ଅଜା ଘରକୁ ଯାଏ, ସବୁ ଗାଁ ଲୋକ ସବୁ ଆଶ୍ଚର୍ଯ୍ୟ ହୁଅନ୍ତି, ଏତେ ପରିବର୍ତ୍ତନ କେମିତି ହେଇଗଲୁ। ଓକେ, ନିହାତି ଭାବରେ ବହୁତ କିଛି ପରିବର୍ତ୍ତନ ହେଇଛି। ପିଲାବେଳେ ତ ବହୁତ କିଛି ଦୁଷ୍ଟାମି କରୁଥିଲୁ, ବହୁତ କିଛି ଝଗଡ଼ା ଝାଟି କରୁଥିଲୁ, ମାରପିଟ କରୁଥିଲୁ ଛୋଟବେଳେ, ମାନେ ସେଇ 6th 7th ବେଳର କଥା କହୁଛି, ମାନେ ପ୍ରଥମରୁ 6th 7th ପର୍ଯ୍ୟନ୍ତ। ଗୁଣ୍ଡାଗର୍ଦି ମୁଁ କରେନି। ଓକେ, ଦୁଷ୍ଟାମି ଥିଲା। ସ୍କୁଲରେ ପଢିବା ସମୟରେ ମୋର ଟିଚର ମାନଙ୍କ ସହିତ ପିଲାବେଳରୁ ଲିଙ୍କ, ଛୋଟବେଳରୁ ଲିଙ୍କ, କାରଣ ମୋ ଅଜା ଶିକ୍ଷକ ଥିଲେ, ମୋର ସାନ ମାମୁଁ ଶିକ୍ଷକ। ଓକେ, ଆଉ ପରିବାରରେ ଶିକ୍ଷକ ଅଛନ୍ତି, ବଡ ଅଜା ଶିକ୍ଷକ, ସାନ ଅଜା ଶିକ୍ଷକ, ଯେହେତୁ ପରିବାରରେ ଶିକ୍ଷକ ଅଛନ୍ତି, ଅଜା ଘରେ ମୁଁ ରହିକି ପଢାପଢି କରୁଥିଲି। ତ ଶିକ୍ଷକ ମାନଙ୍କ ସହିତ, ଶିକ୍ଷୟିତ୍ରୀ ମାନଙ୍କ ସହିତ ମୋର ଟିକେ ଗୁଡ ରିଲେସନ, ଗୋଟେ କ୍ଲୋଜ ରିଲେସନ ଥାଏ। ତ ସେମିତି ଜଣେ ସାର୍ ମନେ ପଡୁଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପଡନ୍ତି, ସେ ସାର୍ ମିଶ୍ର ସାର୍। ତାଙ୍କୁ ମିଶ୍ର ସାର୍ ବୋଲି ଆମେ ଡାକୁ। ତ ଯେତେବେଳେ ବି ଛୁଟି ହୁଏ, ମୁଁ ସାରଙ୍କ ଘରକୁ ଯାଏ ଶୋଇବା ପାଇଁ, 4 ଦିନ ଶୋଇବି, ତାପରେ ମୋର ଛୁଟି ଆରମ୍ଭ ହବ। ଆଉ ମୋର ଛୁଟି ଆରମ୍ଭ ହବ ମାନେ କେବେ ସରିବ ମୋ ଛୁଟି କେହି ଜାଣିନଥାନ୍ତି।
ଓକେ, ଦଶରା ଛୁଟି ହେଲା 10 ଦିନ, ତ ପ୍ରଥମ 5 ଦିନ ମୁଁ ରହିଥିବି, ସାରଙ୍କ ଘରକୁ ଯାଇକି ଶୁଆ ବସା କରୁଥିବି। ତାପରେ ମୋର ଛୁଟି ଆରମ୍ଭ ହବ। ମୋର ଛୁଟି ଆରମ୍ଭ ହେଲା ମାନେ 10 ଦିନ ବି ହେଇପାରେ, 15 ଦିନ ବି ହେଇପାରେ, 20 ଦିନ ବି ହେଇପାରେ। କିଛି ଠିକ ଠିକଣା ନାହିଁ। କିନ୍ତୁ ଏକ୍ସମାସ ହଲିଡେ ହଉ, ଓକେ, 10 ଦିନ ତ ଆରମ୍ଭ ହବ। ମାନେ କଣ ଯେ 10 ଦିନ ଚାଲିବ, କିନ୍ତୁ ମୋର ଛୁଟି କେତେ ଦିନ ଚାଲିବ କିଛି ଠିକ ଠିକଣା ନଥାଏ। ତ ସେଇ ଭିତରେ ମୁଁ ମିଶ୍ର ସାରଙ୍କ ପାଖକୁ ଯାଉଥିଲି ଟିଉସନ ପଢିବା ପାଇଁ। ତ ମିଶ୍ର ସାର୍ ମତେ ପାନିଶମେଣ୍ଟ ଦବା ପାଇଁ ମୋ ଖାତାରେ ଲେଖିବା ସେ ବନ୍ଦ କରିଦେଲେ ମାସେ ପର୍ଯ୍ୟନ୍ତ। ମାସେ ପର୍ଯ୍ୟନ୍ତ। ଓକେ। ତ ସମସ୍ତେ ଦିଅନ୍ତି ନା, ସାର୍ ମାନେ ଲେଖିଲେ ବହୁତ ଖୁସି ଲାଗେ ନା, ମୋ ଖାତାରେ ସାର୍ ଲେଖିଲେ, ମୋ ଖାତାରେ ସାର୍ ଲେଖିଲେ। ନିହାତି ଭାବରେ ଫିଲ୍ କରିଥିବେ ଆପଣ ମାନେ। ଓକେ। ତ ସେଇ ଖୁସିଟା ଗୋଟେ ଅଲଗା ଲେଭେଲର ଖୁସି। ଓକେ। ତ ମୁଁ ମଧ୍ୟ ମୋ ଖାତା ବଢେଇଲି, ନେଲେନି। ପୁଣି ଆଉ ଥରେ 2 ଦିନ 4 ଦିନ ପରେ ବଢେଇଲି, ନେଲେନି। ସେ କେବଳ ଇଗ୍ନୋର କଲେ। ଓକେ। ଅନ୍ୟର ଖାତା ନେବେ କିନ୍ତୁ ମୋ ଖାତା ନେବେନି। କିନ୍ତୁ ମାସେ ମାସେ ପରେ ନୂଆ ଖାତାଟା ନେଇକି ଯାଇଥିଲି। ନିଜେ ମାଗିକି ନେଇଗଲେ, କାହିଁକିନା ଏଇ ସେନାପତିଟା ସୁଧୁରି ଗଲା, ସେନାପତିର ଖାତାରେ ବୁଝେଇବା। ମାନେ ପ୍ରାୟ ବୋଧେ ଲାଷ୍ଟକୁ 4-5 ପେଜ ରହିଲା। ଓକେ। ଖାତାଟା ପୁରା ସାରିଦେଲେ ସେମାନେ। ସେ ପ୍ରାୟ ସପ୍ତାହ ଯାକ ମ୍ୟାଥମେଟିକ୍ସ, ଓକେ, ମୋ ଖାତାରେ ହିଁ ବୁଝେଇଥିଲେ। ତ ମାନେ ଯେତେବେଳେ ମୋ ଖାତା ସରିବା ଆସିଲା, ମୁଁ ସେତେବେଳେ ଫିଲ୍ କଲି ଯେ ମତେ ପାନିଶମେଣ୍ଟ ଦିଆଯାଇଥିଲା। ଯେତେବେଳେ ସେ ଭିତରେ ଫିଲ୍ କଲେ ଯେ ନାଇଁ ସେନାପତିଟା ଚେଞ୍ଜ ହେଲା, ସୁଧୁରି ଗଲା, ସୁନା ପିଲା ହେଇଗଲା। ଓକେ। ତାପରେ ନିଜେ ଖାତା ମାଗିକି ନେଇଥିଲେ। ଆଉ ଏ ଘଟଣା ବନ୍ଧୁଗଣ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଏ, ପ୍ରତ୍ୟେକ ମୁହୂର୍ତ୍ତରେ ମନେ ପକାଏ। କାରଣ ଘଟଣାଟା ଛୋଟିଆ ଘଟଣା, କିନ୍ତୁ ଯୋଉ ଜିନିଷଟା ମିଶ୍ର ସାର୍ କରିଥିଲେ, ମୁଁ ତାଙ୍କ ପ୍ରତି ସବୁବେଳେ ଗ୍ରେଟଫୁଲ। ଆଉ ତା ସହିତ ଆପଣମାନେ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଖୁସି ମଧ୍ୟ ହେବେ। ତ ଯେ 8th କ୍ଲାସ ତ ଗଲା ସେମିତି। 9th କ୍ଲାସରୁ ମୁଁ ଟିଚରଙ୍କ ଘରେ ରହିକି ପଢାପଢି କଲି। ମାନେ ହାଇସ୍କୁଲ ହିନ୍ଦୀ ଟିଚର ଗୁମୁଡାର, ରାୟଗଡା ଡିଷ୍ଟ୍ରିକ୍ଟ। ତାଙ୍କ ଘରେ ରହିକି, ତାଙ୍କ ପାଖରେ ରହିକି ପଢାପଢି କଲି। ଆଉ ତେଣୁକରି ଟିଚର ମାନଙ୍କ ସହିତ, ଲେକ୍ଚରର ମାନଙ୍କ ସହିତ, ଓକେ, ମୋର କ୍ଲୋଜ ରିଲେସନ। ମୁଁ ପଢୁଥିଲି ସାଇନ୍ସ, କିନ୍ତୁ ଆର୍ଟସ ହେଲେ ମଧ୍ୟ ସେ ପଲିଟିକାଲ ସାଇନ୍ସ ହୁଅନ୍ତୁ କି IRPM ହୁଅନ୍ତୁ, ଓକେ, ସେ ହିଷ୍ଟ୍ରି ହୁଅନ୍ତୁ, ସମସ୍ତଙ୍କ ସହିତ ଗୋଟେ କ୍ଲୋଜ ରିଲେସନ ଥିଲା। କାରଣ ସମସ୍ତେ ଜାଣିଥିଲେ ଯେ ମୁଁ ଯେହେତୁ ହିନ୍ଦୀ ସାରଙ୍କ ଘରେ ରହୁଥିଲି, ହିନ୍ଦୀ ସାରଙ୍କର ତ ପରିଚୟ ଅଛି, ତ ତା ସହିତ ମୋର ମଧ୍ୟ ପରିଚୟ ହେଇସାରିଥିଲା। ଓକେ। ତ ମତେ ମଧ୍ୟ ଭ୍ୟାଲ୍ୟୁ କରନ୍ତି, କିଏ କୁଆଡେ ଗଲେ ଘର ଚାବି ଦେଇକି ପଳାନ୍ତି। ଓକେ। ନହେଲେ ସାର୍ ମାନେ ଗଲେ ମ୍ୟାଡାମ ମାନଙ୍କର ଦାୟିତ୍ୱ ଦେଇକି ପଳାନ୍ତି। ଓକେ, ମ୍ୟାଡାମ ଘରେ ଅଛନ୍ତି, ଘରକୁ ଯିବୁ ଶୋଇବା ପାଇଁ। ଓକେ। ତ ଏଇ ଯୋଉ ବିଶ୍ୱାସ, ଓକେ, ଅନେକ ପିଲା ଅଛନ୍ତି ବନ୍ଧୁଗଣ, ଅନେକ ପିଲା ଅଛନ୍ତି, କିନ୍ତୁ ଏଇ ଯୋଉ ବିଶ୍ୱାସ, ଜଣେ ଟିଚର ଆପଣଙ୍କୁ ବିଶ୍ୱାସ କରୁଛନ୍ତି, ଜଣେ ଲେକ୍ଚରର ଆପଣଙ୍କୁ ବିଶ୍ୱାସ କରୁଛନ୍ତି, ଭରସା କରୁଛନ୍ତି। ଓକେ। ବିଶ୍ୱାସ କରିବା ଅଲଗା କଥା, ଭରସା କରୁଛନ୍ତି। ଗୋଟେ ଘରର ଦାୟିତ୍ୱ ଦେଇକି ଯାଉଛନ୍ତି, ମାନେ ଘରେ ଫ୍ୟାମିଲିର ଦାୟିତ୍ୱ ଦେଇକି ଯାଉଛନ୍ତି, ମାନେ ସେ ବିଶ୍ୱାସ ଜିତିବା ସହଜ କଥା ନାହିଁ। ଓକେ। ସେତିକି ଭରସା ଆସିଲେ ହିଁ ଜଣେ ଜଣକୁ ଦାୟିତ୍ୱ ଦେଇକି ଯାଏ। ତ ସେଇ ରେସ୍ପନ୍ସିବିଲିଟି ସେତେବେଳଠୁ ବଢି 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 ଯାଇଥିଲା। ଓକେ। ତ ମଝିରେ ତ ମୁଁ ପଳେଇଥିଲି, ମେଡିକାଲ ରିପ୍ରେଜେଣ୍ଟେଟିଭ ହେଇଥିଲି, 15 ବର୍ଷ ସେ ଲାଇନରେ କାମ କଲି। କିନ୍ତୁ ତା ପୂର୍ବରୁ ଶିକ୍ଷକତା କରୁଥିଲି। ମୁଁ ମଧ୍ୟ ପିଲାମାନଙ୍କୁ ପାଠଶାଠ ପଢେଇଛି, ହାଇସ୍କୁଲରେ ବି ପଢେଇଛି, ସ୍କୁଲରେ ମଧ୍ୟ ପଢେଇଛି। ସରକାରୀ ସ୍ତରରେ ମଧ୍ୟ କିଛି ଦିନ କାମ କରିଛି, ବେସରକାରୀ ସ୍ତରରେ ମଧ୍ୟ କିଛି ଦିନ କାମ କରିଛି। ତ ଏଇ ପ୍ରଫେସନ ସହିତ ମୁଁ ଜଡିତ ଅଛି, ଡାଇରେକ୍ଟଲି ହଉ କିମ୍ବା ଇନଡାଇରେକ୍ଟଲି ଜଡିତ ଅଛି। ବିଏଡରେ ତ ଆପଣ ମାନେ ଜାଣିଛନ୍ତି, ମୁଁ ବିଏଡ ପାଇଥିଲି, ରିଜେକ୍ଟ ହେଇଯାଇଥିଲି, ମନ ଦୁଃଖ ହଉଥିଲା। ଓକେ। ତ ବେଳେ ବେଳେ ଭାବେ ହୁଏତ ଶିକ୍ଷକ ହେଇଥିଲେ ବହୁତ ଭଲ ହେଇଥାନ୍ତା, ବା ସ୍କୁଲ ଯାଇଥାନ୍ତା, କାମ ସାରିକି ପଳେଇ ଆସିଥାନ୍ତା। ଓକେ। ଏଇ ଯୋଉ ଜାଗାରେ ବସିଛି, ଏଇ ଜାଗାରେ ବସିଲା ପରେ ଦାୟିତ୍ୱ ବହୁତ ବଢି ଯାଉଛି। ତ ଦାୟିତ୍ୱ ବଢୁଛି କଣ, ଛୋଟ ପିଲାଙ୍କର ଦାୟିତ୍ୱ ନେବାଟା ଅଲଗା କଥା, ବଡ ଲୋକଙ୍କର ଦାୟିତ୍ୱ ନେବାଟା ଅଲଗା କଥା। ହଁ କି ନାଇଁ? ବଡ ଲୋକଙ୍କର ଦାୟିତ୍ୱ ଆପଣ ନଉଛନ୍ତି, ମାନେ କେତେ ନା କେତେ ଏକ୍ସପେରିଏନ୍ସ ଅଛି ତାଙ୍କ ପାଖରେ, କେତେ ନା କେତେ କଚରା ପେକ୍ ହେଇକି ଅଛି ଦିମାଗରେ। ଓକେ। କେତେ ନା କେତେ ପ୍ରଶ୍ନ ପେକ୍ ହେଇକିରି ରହିଛି, କେତେ ନା କେତେ ଲଜିକ ପେକ୍ ହେଇକିରି ଅଛି, ଅନେକ ଜିନିଷ ପେକ୍ ହେଇକିରି ରହିଛି। ଆପଣ ତାଙ୍କର ଦାୟିତ୍ୱ ନଉଛନ୍ତି, ମାନେ ନିହାତି ଭାବରେ ରେସ୍ପନ୍ସିବିଲିଟି ବଢିଯାଏ। ମୁଁ ସେଥିପାଇଁ ତ କହେ, ମୁଁ ଏଇଠି ବସିଗଲି ମାନେ ମୁଁ ଭୁଲିଯାଏ। ମୁଁ କେବେ ମଧ୍ୟ ସମୟ ଦେଖେନି। ଆପଣ ମାନେ ସମସ୍ତେ ଏକ୍ସପେରିଏନ୍ସ କରିଥିବେ, ମୋର ସେସନ ଆଜି ପର୍ଯ୍ୟନ୍ତ କେବେ ଟାଇମରେ ସରିନି। ହଁ କି ନାଇଁ? ହଁ, କେବେ ବି ସରିଛି ଟାଇମରେ, ଯେ ସାର୍ କହିଥିଲେ 6ଟାରେ ସରିବ, 6ଟାରେ ସରିଛି। ଓକେ। ମିନିମମ୍ ତ 7ଟା ହେଇଥିବ କି 8ଟା ହେଇଥିବ, କେହି ଜାଣିନାହାନ୍ତି। ଓକେ। 8ଟା ହେଇଥିବ। ଓକେ। ତ ଏଇଟା ଗୋଟେ ରେସ୍ପନ୍ସିବିଲିଟି ବନ୍ଧୁଗଣ, ଏଇଟା ଗୋଟେ ରେସ୍ପନ୍ସିବିଲିଟି। ମୁଁ ଏଇଠି ଯେତେବେଳେ ବସିଯାଏ, ଓକେ, ଏଇଠି ବସିଯାଏ ମାନେ ଗୋଟେ ଦାୟିତ୍ୱ ପଳେଇ ଆସେ, ଯେ ଏ ଲୋକଟା ମତେ ବିଶ୍ୱାସ କରିକି ଆସିଛି, ଏ ଲୋକଟା ମତେ ଭରସା କରିକି ଆସିଛି, ଯେ କିଛି ତ ହବ ମୋ ଲାଇଫରେ, କିଛି ତ ହବ। ଯଦି ସେ କିଛି ହବାରେ ଯଦି ମୁଁ ଗୋଟେ ମାଧ୍ୟମ ହେଇପାରିବିନି, ତ ମୁଁ ମୋ ଏଇ ଯୋଉ ପଦବୀ ପାଇଁ, ଏଇ ଯୋଉ ମାନ ସମ୍ମାନ ପାଇଁ ଅନ୍ୟାୟ କରିବି କି ନାହିଁ?
ୟେସ୍ नो। ତେଣୁକରି ମୁଁ ସବୁବେଳେ କହେ ଭାଇ, ମୁଁ ପୁରୁଣା କାଳିଆ ଗୁରୁ, ଆପଣମାନେ ଦେଖିଛନ୍ତି, ଗାଳି ମଧ୍ୟ ଶୁଣିଛନ୍ତି, ପାନିଶମେଣ୍ଟ ମଧ୍ୟ ପାଇଛନ୍ତି। ଓକେ, ତା ବାଦ ମଧ୍ୟ ଏତିକି ମାନ ସମ୍ମାନ କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ। କିନ୍ତୁ ବାସ୍ ଏତିକି ମନେ ରଖନ୍ତୁ, ଯୋଉ ଜିନିଷ ଆପଣମାନଙ୍କୁ କହିଲେ ଆଡଭାନ୍ସ ମନି ରେଗୁଲାର ଟପିକ। ଓକେ, ମାତୃଦ୍ରୋହୀ, ପିତୃଦ୍ରୋହୀ, ଗୁରୁଦ୍ରୋହୀ, ଦେଶଦ୍ରୋହୀ, ରାଜଦ୍ରୋହୀ, ଓକେ, ଧର୍ମଦ୍ରୋହୀ ଏଗୁଡାକ କେବେ ମଧ୍ୟ ହେବେ ନାହିଁ। ପ୍ରୟାସ କରନ୍ତୁ ଯେମିତିକି ଆପଣ ଗୋଟେ ଭଲ ମଣିଷ ଯଦି ହେଇଯିବେ ନା ବନ୍ଧୁଗଣ, ସମସ୍ତେ ଭଲ, ସମସ୍ତେ ଭଲ, କେହି ଖରାପ ନୁହନ୍ତି। କିନ୍ତୁ ଯୋଉ ବାହାରେ ଯୋଉ ଅଳିଆ ଆବର୍ଜନା ଟିକେ ଟିକେ ଜମା ହେଇଯାଇଛି ନା, ତାକୁ ଯେତେବେଳେ ସଫା କରୁଥିବେ, ରେଗୁଲାର ପ୍ରୋସେସ ଏଇଟା। ଓକେ, ରେଗୁଲାର ପ୍ରୋସେସ ଏଇଟା। ଓକେ, ରେଗୁଲାର ପ୍ରୋସେସ ଏହା ନୁହେଁ ଯେ ଥରେ ସଫା କରିଦେଲେ କି ଥରେ 7C କରିଦେଲେ କି ଥରେ 180 କରିଦେଲେ ଆପଣ ସଫା ହେଇଗଲେ, ସେୟା ନୁହେଁ। ଏଟା ରେଗୁଲାର ପ୍ରୋସେସ, ଆପଣଙ୍କୁ ସଫାସୁତୁରା କରୁଥିବାକୁ ପଡୁଥିବ। ହୁଏତ 7C କରିପାରନ୍ତି କିମ୍ବା ଅଲଗା କିଛି ମଧ୍ୟ ଅନ୍ୟ କୌଣସି ଗୁରୁଙ୍କର ମଧ୍ୟ କରିପାରନ୍ତି। ଆପଣ ଯାହାର କରିବେ କରନ୍ତୁ, ତାଙ୍କ ପ୍ରତି ରେସପେକ୍ଟ ରଖନ୍ତୁ, ସେ ଯାହା ଆପଣଙ୍କୁ ଆଡଭାଇସ କରୁଛନ୍ତି ତାକୁ ମାନନ୍ତୁ। ଓକେ, ସେ ଯେ କେହି ମଧ୍ୟ ହେଇପାରନ୍ତି, ମୁଁ କହୁନି ଯେ ମୁଁ ବୋଲି। ଓକେ, ମୋ କଥା ତ ଆପଣ ମାନେ ମାନୁଛନ୍ତି, ଗୁଡ୍ ବୟ ଗୁଡ୍ ଗାର୍ଲ ଭଳିଆ ସମସ୍ତେ ମାନୁଛନ୍ତି, ହଁ ଫଲୋ କରୁଛନ୍ତି, ମୁଁ ତ ବହୁତ ଖୁସି ଆପଣ ମାନଙ୍କୁ ନେଇକି। ଓକେ, କିନ୍ତୁ ଯଦି ଆଉ ଭବିଷ୍ୟତରେ ଆଉ କିଛି ବି ଆପଣ କୋଉଠି ନା କୋଉଠି ଶିଖୁଛନ୍ତି, ଶିକ୍ଷା କରିବାକୁ ଯାଉଛନ୍ତି, ଓକେ, ତ ମାନନ୍ତୁ, ମାନିକି ଆପଣମାନେ କାମ କରନ୍ତୁ, ମାନିକି ଆପଣମାନେ କାମ କରନ୍ତୁ। ଯାହା କିଛି ବି କରୁଛନ୍ତି ମିନିମମ୍ 6 ମାସ ବର୍ଷ ଫଲୋ କରିକି ଦେଖନ୍ତୁ। ଓକେ, ତାପରେ ଯାଇକି ଆପଣ ମାନେ ରିଜଲ୍ଟକୁ ଫିଲ୍ କରିପାରିବେ। ତ ଏ ନୁହେଁ ଯେ ଆପଣ ଏଇଠି ମାସେ ଶିଖିଯିବେ, ସେଇଠି 15 ଦିନ ଶିଖିଯିବେ, ସେଇଠି 10 ଦିନ ଶିଖିଯିବେ, ସେମିତିରେ କିଛି ହବନି। ତ ଫଲୋ କରିବାକୁ ପଡିବ। ରିଜଲ୍ଟ କୋଉଠି ଆସେ? ଫଲୋ କରିବାରେ। ମୁଁ ଆପଣମାନଙ୍କୁ 7C ବିଷୟରେ ବହୁତ କଥା କହିଥିବି। ଓକେ, 7C ମୁଁ 1.5 ଦିନରେ ସାରିଦେବି। 1.5 ଦିନରେ, ଶନିବାର ଦିନ ସକାଳ 10ଟାରେ ଷ୍ଟାର୍ଟ କଲି, ସନ୍ଧ୍ୟା 6ଟା ଯାଏ 7ଟା ଯାଏ କ୍ଲାସ ହେଲା। ପୁଣି ରବିବାର ଦିନ ସକାଳ 10ଟାରୁ ଆରମ୍ଭ କଲି, ଘଣ୍ଟେ 2ଟା ଭିତରେ ସରିଯିବ। ବୁଝିପାରୁଛନ୍ତି ନା? ହଁ କି ନାଇଁ? ସରିଯିବ, ମୁଁ ସାରି ଦେଇପାରିବି। କିନ୍ତୁ ରେଜଲ୍ଟ କୋଉଠି ଆସେ? ରେଜଲ୍ଟ ପ୍ରୋସେସରେ ଆସେ। ଆମକୁ ଗୋଟେ କଣ୍ଟିନ୍ୟୁ ପ୍ରୋସେସ କରିବାକୁ ପଡେ, 21 ଦିନର କଣ୍ଟିନ୍ୟୁ ପ୍ରୋସେସ କରିବାକୁ ପଡେ। ପ୍ରୋସେସକୁ ଯେତେବେଳେ ଆମେ ଫଲୋ କରୁ, ତାହା ସେଥିରୁ ରେଜଲ୍ଟ ଆସେ। ତ ଏନିଥିଙ୍ଗ ବନ୍ଧୁଗଣ, ଯାହା କିଛି ବି ଆମେ କରିବାର ଅଛି, ଗୋଟେ ପ୍ରୋସେସ ଅଛି। ପ୍ରୋସେସକୁ ଆମକୁ ଫଲୋ କରିବାକୁ ପଡିବ। ତ ଯେକୌଣସି ଗୁରୁଙ୍କ ପାଖରେ କିଛି ନା କିଛି ଆପଣ ମାନେ ଶିଖୁଛନ୍ତି ନା, ତାକୁ ନେଇକରି ଆପଣ ମାନେ ଫଲୋ କରନ୍ତୁ, ଫଲୋ କରନ୍ତୁ, ନିଜ ଲାଇଫରେ ଇମ୍ପ୍ଲିମେଣ୍ଟ କରନ୍ତୁ, ନିଜ ଲାଇଫରେ ଇମ୍ପ୍ଲିମେଣ୍ଟ କରନ୍ତୁ। ଯେମିତି ଆପଣମାନଙ୍କୁ କହିଥିଲି, ନଲେଜେବଲ ପର୍ସନ ହେଲେ କିଛି ହବ ନାହିଁ। ନଲେଜେବଲ ପର୍ସନ ହେଲେ କିଛି ହବ ନାହିଁ। ନଲେଜ ଇମ୍ପ୍ଲିମେଣ୍ଟେସନ ପର୍ସନ ହୁଅନ୍ତୁ। ଅର୍ଥାତ ଯାହା କିଛି ବି ନଲେଜ ଅଛି ଆପଣଙ୍କ ପାଖରେ, ତାକୁ ଇମ୍ପ୍ଲିମେଣ୍ଟ କରନ୍ତୁ। ନଲେଜ ପାଖରେ ଥିଲେ କିଛି ହବ ନାହିଁ। ଆପଣଙ୍କ ପାଖରେ ନଲେଜ ଅଛି, କିନ୍ତୁ ତାକୁ ଆପଣ କାମରେ ଲଗେଇ ପାରୁନାହାନ୍ତି, କି କାମକୁ ତାହେଲେ? ତ ଯୋଉ ନଲେଜ ଅଛି ତାକୁ ଇମ୍ପ୍ଲିମେଣ୍ଟ କରନ୍ତୁ, ଯାହା ଫଳରେ ଆପଣ ରେଜଲ୍ଟ ପାଇପାରିବେ। ଓକେ, ତ ଯାହାକୁ ବି ଆପଣ ମାନୁଛନ୍ତି ତାକୁ ଫଲୋ କରନ୍ତୁ, ସେ କଣ କହୁଛନ୍ତି ତାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ହୁଏତ କିଛି ଭୁଲ ହେଇପାରେ, କିଛି ଠିକ ହେଇପାରେ, ନିଜ ବୁଦ୍ଧିରେ କାମରେ ଲଗାନ୍ତୁ। ଯେମିତିକି ପିଲାବେଳରୁ ଆପଣ ମାନେ ଜାଣିଥିବେ, ଓକେ, ଶୁଣନ୍ତୁ ସମସ୍ତଙ୍କର କିନ୍ତୁ କରନ୍ତୁ ନିଜର। ହଁ କି ନାଇଁ? ସୁନ ସବକି କରୋ ଦିଲ କି। ଓକେ, ତ ଶୁଣନ୍ତୁ ସମସ୍ତଙ୍କର କିନ୍ତୁ କରନ୍ତୁ ଆପଣଙ୍କର ମନ, ଆପଣଙ୍କର ଆତ୍ମା, ଆପଣଙ୍କର ସୋଲ, ଯାହା କିଛି ବି ଆପଣଙ୍କୁ କହିବ, ଯାହା କିଛି ବି ଆଡଭାଇସ କରିବ, ତାକୁ କରନ୍ତୁ। ଆଉ ତା ସହିତ ଆ, ଆପଣମାନେ ମଧ୍ୟ ମୋ ଗୁରୁ। ଓକେ, କାରଣ କିଛି ନା କିଛି ଆପଣମାନେ ମଧ୍ୟ ମତେ ଶିଖେଇଛନ୍ତି କୌଣସି ନା କୌଣସି ରୂପରେ। ହୁଏତ ଏଇ ସ୍ଥାନରେ ଆପଣ ବସିନାହାନ୍ତି, ଆପଣ ଷ୍ଟୁଡେଣ୍ଟଙ୍କ ଜାଗାରେ ବସିଛନ୍ତି, କିନ୍ତୁ ଆପଣମାନେ ମଧ୍ୟ ବହୁତ କିଛି ଶିଖେଇଛନ୍ତି ବନ୍ଧୁଗଣ। ଆପଣମାନେ ଭଲ ପାଇବା ଶିଖେଇଛନ୍ତି, ଆପଣମାନେ ସ୍ନେହ ଶ୍ରଦ୍ଧା କରିବା ଶିଖେଇଛନ୍ତି, ଆପଣମାନେ ନିଃସ୍ୱାର୍ଥପର ଭାବରେ ଭଲ ପାଇବା ଦେଇଛନ୍ତି। ତାର ଅର୍ଥ ନିଃସ୍ୱାର୍ଥପର ଭାବରେ ଭଲ ପାଇବା ମଧ୍ୟ ଶିଖେଇଛନ୍ତି, ସ୍ନେହ ଶ୍ରଦ୍ଧା ମଧ୍ୟ ଶିଖେଇଛନ୍ତି, ଇମୋସନ ମଧ୍ୟ ଆପଣମାନେ ଶିଖେଇଛନ୍ତି, ଫିଲିଙ୍ଗସ୍ ମଧ୍ୟ ଆପଣମାନେ ଶିଖେଇଛନ୍ତି। ଆପଣମାନେ ଯେତିକି ଫଲୋ କରିକି ଯାହା ସବୁ କରୁଛନ୍ତି ନା ବନ୍ଧୁଗଣ, ମୁଁ ତ 1% ମଧ୍ୟ ନୁହେଁ। ଆପଣମାନେ କେମିତି କରୁଛନ୍ତି ମୁଁ ମଧ୍ୟ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ। ବୁଝିପାରିଲେ ନା? କେମିତି କରୁଛନ୍ତି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୁଏ। ଓକେ, ରିଜଲ୍ଟ କେମିତି ଆସୁଛି ମୁଁ ମଧ୍ୟ ବେଳେ ବେଳେ ଭାବିଲେ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଏ। ଓକେ, ମୁଁ ତ ମାନେ ଆପଣମାନେ ଦେଖିଥିବେ, ମୁଁ ତ ଆପଣମାନଙ୍କ ଭଳିଆ ଗୋଟେ ସାଧାରଣ ଲୋକ। ଓକେ, ଆପଣମାନଙ୍କ ଭଳିଆ ମୁଁ ହାଫ୍ ପ୍ୟାଣ୍ଟ ପିନ୍ଧେ, ଆପଣମାନଙ୍କ ଭଳିଆ ମୁଁ ଟି ସାର୍ଟ ପିନ୍ଧେ। ଓକେ, ଆପଣ ଯେମିତି ଲାଇଫ ଚାଲିଛି, ମୋର ମଧ୍ୟ ସେମିତିକା ଲାଇଫ ଚାଲିଛି। କିନ୍ତୁ ଏତେ ସବୁ ଜିନିଷ ମିରାକଲ କେମିତି ହଉଛି ମୁଁ ମଧ୍ୟ ଜାଣିନି। ଓକେ, ବାସ୍ କରିବା ଲୋକ କେହି ନା ହଉଛି କାହାର। ତ ସେଥିପ୍ରତି ମୁଁ ଗ୍ରେଟଫୁଲ ରହିବାକୁ ଚେଷ୍ଟା କରିଛି। ଆପଣମାନଙ୍କ ପ୍ରତି ମଧ୍ୟ ମୁଁ ଗ୍ରେଟଫୁଲ ବନ୍ଧୁଗଣ, କାରଣ ଏଇ ଜାଗାରେ ପହଞ୍ଚି ପାରିଛି କେବଳ ଆପଣମାନେ ମତେ ପହଞ୍ଚେଇଛନ୍ତି ବୋଲି। ଓକେ, ମୁଁ ମୋ ନିଜେ ଏଇଠି ପହଞ୍ଚିନି, ଆପଣମାନେ ମତେ ପହଞ୍ଚେଇଛନ୍ତି। ଆଗରୁ ମୋ ନାଁ ତ ଯୋଗୀ ଭାଇ ଥିଲା। ଓକେ, 12 ବର୍ଷ 13 ବର୍ଷ ସେଇ ନାଁ ରହିଲା। ଓକେ, ଏବେ 4 ବର୍ଷ ହେଲା ମୋ ନାଁ ବଦଳି ଗଲାଣି, ଆପଣମାନେ ଗୁରୁଜୀ ବନେଇ ଦେଲେ। କିଏ ଗୁରୁଜୀ ନାଁ ଦେଲେ ମୁଁ ମଧ୍ୟ ଜାଣିନି ଆଜି ପର୍ଯ୍ୟନ୍ତ। ରିକଲ କଲେ ମଧ୍ୟ ମତେ ରିକଲ ହଉନି ଯେ ଏଇ ନାଁଟା ଦେଲେ କିଏ। ଓକେ, କିନ୍ତୁ 4 ବର୍ଷ ଷ୍ଟାର୍ଟିଂଟା ହେଇଥିଲା ସାର୍ ସାର୍ ଷ୍ଟାର୍ଟ ହେଇଥିଲା, କିନ୍ତୁ କେତେବେଳେ ଗୁରୁଜୀରେ ପହଞ୍ଚିଗଲି ମୁଁ ମଧ୍ୟ ଜାଣିନି। ଆପଣମାନେ କେବଳ ନାଁ ଦେଇନାହାନ୍ତି, ଦାୟିତ୍ୱ ମୋର ବଢେଇ ଦେଇଛନ୍ତି, ମୋର ଦାୟିତ୍ୱ ବଢେଇ ଦେଇଛନ୍ତି।
ଆଉ ଦାୟିତ୍ୱ ବଢେଇଲେ ହବ ନାହିଁ ବନ୍ଧୁଗଣ। ଦାୟିତ୍ୱ ଯେତେବେଳେ ବଢେଇଛନ୍ତି ଦାୟିତ୍ୱ ସମାପନ କରିବାରେ ସାହାଯ୍ୟ ମଧ୍ୟ କରିବାର ଅଛି, ହଁ କି ନାଇଁ? ଓକେ, ତ ସାହାଯ୍ୟ ସହଯୋଗ ଜାରି ରହୁ ଆପଣ ମାନଙ୍କର। ଓକେ, ଯାହା ଫଳରେ କି ମୁଁ ମୋର ଦାୟିତ୍ୱଟାକୁ ଭଲ ଭାବରେ କରିପାରିବି, ଯାହା ଫଳରେ କି ସମସ୍ତଙ୍କର ମଙ୍ଗଳ ହେଇପାରିବ, ସମସ୍ତଙ୍କର ମଙ୍ଗଳ ହେଇପାରିବ, ସମସ୍ତଙ୍କର ମଙ୍ଗଳ ହେଇପାରିବ। ତ ଯୋଉ ପରିଚୟ ଆପଣ ମାନେ ଦେଇଛନ୍ତି ଗୁରୁଜୀଙ୍କର ପରିଚୟ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ ବନ୍ଧୁ, ଜୟ ଜଗନ୍ନାଥ। ୟେସ୍ ରଶ୍ମି ସାର୍ କୁହନ୍ତୁ। ବହୁତ ବହୁତ ଧନ୍ୟବାଦ ସାର୍। ନିଜର ବହୁମୂଲ୍ୟ ସମୟ ବାହାର କରି ଆମର ଅନୁରୋଧ ରକ୍ଷା କରି ଆପଣ ଆସି ପହଞ୍ଚିଲେ, ବହୁମୂଲ୍ୟ ଉପଦେଶ ଦେଲେ। ଆଉ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଯେଉଁମାନେ ସୁଖ ନିଦ୍ରା ତ୍ୟାଗ କରି ଗୁରୁଜୀଙ୍କ ଉଦ୍ଦେଶ୍ୟରେ ଆଜି ଆସିଛନ୍ତି। ଆଜି ତ କୌଣସି ପ୍ରୋଗ୍ରାମ ନଥିଲା, କୌଣସି ଶିକ୍ଷା, କୌଣସି ଟ୍ରେନିଂ ସେମିତି କୁହାଯାଇ ନଥିଲା, କେବଳ କୁହାଯାଇଥିଲା ଯେ ଗୁରୁ ଦିବସ ସ୍ପେଶାଲ ହବ। ଆପଣ ମାନେ ସମୟ ବାହାର କଲେ, ଆସିଲେ। ଟିକେ ତ୍ରୁଟି ରହିଲା ଯେହେତୁ ଆମର ଏଇ ଜୁମ୍ ପାଇଁ, କିଛି ଅସୁବିଧା ନାହିଁ, ଇଟ୍ସ ଓକେ। ତ ଆମେ ଚେଷ୍ଟା କରୁଛୁ ଆଜି ଡେ ଭିତରେ ତାକୁ ସର୍ଟ ଆଉଟ୍ କରିଦବା ପାଇଁ। ତ ସମସ୍ତଙ୍କୁ ପୁଣି ଥରେ କହିଦଉଛି, ଆଜି ସନ୍ଧ୍ୟା 7ଟାରେ ଆମର ବିଶେଷ ପ୍ରୋଗ୍ରାମ ହବ। ଆମର ଜୟପୁର ସ୍ଥିତ ଅଫିସରେ ଗୁରୁଜୀ ଆଜି ଉପସ୍ଥିତ ରହିବେ। ଓକେ, ତ ଚେଷ୍ଟା କରୁଛୁ ଆମେ ସମସ୍ତଙ୍କୁ ଲାଇଭ୍ ନବା ପାଇଁ, ସମସ୍ତେ ଲାଇଭ୍ ଆସିବେ। ଆଉ ବିଶେଷ କାର୍ଯ୍ୟକ୍ରମ ପ୍ରତିବର୍ଷ ଯେମିତି ହୁଏ ସେଇ ଏ ବର୍ଷ ମଧ୍ୟ ସେଇଭଳି କାର୍ଯ୍ୟକ୍ରମ କରାଯିବ। ଆଉ ସମସ୍ତଙ୍କର ଭଲ ପାଇବା ସହଯୋଗ ରହିଛି, ଯୋଉମାନେ ସହଯୋଗ କରିସାରିଲେଣି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଅନେକ ଧନ୍ୟବାଦ ସେମାନଙ୍କୁ। ଆପଣ ନିଜ ଘରେ ରହିକି ମଧ୍ୟ ଆମକୁ ଉତ୍ସାହିତ କରୁଛନ୍ତି ଆଉ ସହଯୋଗ ମଧ୍ୟ କରୁଛନ୍ତି। ଓକେ, ଆଉ ଏଇଭଳି ପ୍ରୟାସ ଆମର ଜାରି ରହୁ। ଆଉ ଯାହା ସାର୍ କହିଲେ, ବହୁମୂଲ୍ୟ ଉପଦେଶ ଦେଲେ, ଆପଣ ମାନେ ମାନିବେ, ମାନୁଛନ୍ତି ମଧ୍ୟ, ସେଇଥିପାଇଁ ତ ଆଜି ପହଞ୍ଚିଛନ୍ତି ନା। ବର୍ଷେ ହେଲାଣି, 2 ବର୍ଷ ହେଲାଣି, 3 ବର୍ଷ ହେଲାଣି ଯୋଉମାନେ କନେକ୍ଟେଡ ଅଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ଆମର ବିଶେଷ କୃତଜ୍ଞତା ରହିବ ଯେ ଆପଣ ମାନେ ପ୍ରକୃତରେ ମାନୁଛନ୍ତି। ଆଉ ଯେମିତି ସାର୍ କହିଲେ, ଯୋଉ ପରିଚୟ ସୃଷ୍ଟି ହେଇଛି ଆଜି ଇଭାନ୍ସ ଏକାଡେମୀର, ଯୋଉ 7C ବୋଲି ଗୋଟେ ବ୍ରାଣ୍ଡ ହେଇଛି, ସାରା ଓଡିଶାର ପୁରପଲ୍ଲୀରେ ପରିଚିତ ହେଇଛି, 30ଟା ଜିଲ୍ଲାରେ ଆମେ ପହଞ୍ଚି ପାରିଛୁ, ଏସବୁ ପରିଚୟ ଆପଣ ମାନଙ୍କ ପାଇଁ ହିଁ ସମ୍ଭବ ହୋଇଛି। ଓକେ, ଗୁରୁ ଯେମିତି ମହାନ, ଶିଷ୍ୟ ମାନେ ମଧ୍ୟ ସେମିତି ମହାନ, କାରଣ ଶିଷ୍ୟ ହିଁ ଗୁରୁକୁ ପରିଚୟ ଦେଇଥାନ୍ତି। ଓକେ, ଶିଷ୍ୟ ହିଁ ଗୁରୁକୁ ପରିଚୟ ଦେଇଥାନ୍ତି। ଗୁରୁଙ୍କ ଠାରୁ ଯଦି ଆ ଯୋଉ ଶିକ୍ଷା ମିଳୁଛି, ଶିଷ୍ୟ ମାନେ ଯଦି ତାକୁ କାର୍ଯ୍ୟରେ ନ ଲଗେଇବେ, ତାର ଉପକାର ନ ପାଇବେ, ତାହେଲେ ଗୁରୁର ପରିଚୟ କେମିତି ଆସିବ ବନ୍ଧୁ? ଆପଣ ମାନେ 7C ରେ ଯୋଗ ଦେଇଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ମାନିଛନ୍ତି, ତେଣୁ ରେଜଲ୍ଟ ପାଇଛନ୍ତି। ସବୁ କ୍ରେଡିଟ ତ ନିହାତି ଭାବରେ ଆପଣ ମାନଙ୍କୁ ଯିବ। ଆଉ ଆମେ ତ କେବଳ ରାସ୍ତା ଦେଖେଇଛୁ, ଗୁରୁଜୀ ରାସ୍ତା ଦେଖେଇଛନ୍ତି। ଆପଣଙ୍କର ମହାନତା, ଆପଣଙ୍କର ମହାନ ପଣରେ ଆପଣ ମାନଙ୍କର, ଆପଣ ମାନେ ଏତେ ସାରା ଭଲ ପାଇବା ଦେଇଛନ୍ତି, ଏତେ ସାରା ମାନ ସମ୍ମାନ ଆମକୁ ଦେଇଛନ୍ତି। ଯାହା ବି ପରିଚୟ ଗୁରୁଜୀଙ୍କୁ ସୃଷ୍ଟି ହେଇଛି, ଯାହା ବି ଛୋଟ ମୋଟ ଆମକୁ ମଧ୍ୟ ଟିମ୍ ମେମ୍ବର ହିସାବରେ, ଷ୍ଟାଫ ହିସାବରେ ବହୁତ ସାରା ଭଲ ପାଇବା ସମ୍ମାନ ଆପଣ ମାନେ ଦେଇଛନ୍ତି। ଯାହାର ଯୋଗ୍ୟ କି ନୁହଁ ସେ କଥା ବି ଆମେ ଜାଣିନୁ, ସେ ପ୍ରଶ୍ନ ଆଜି ବି ଆମ ମାନଙ୍କ ମନରେ ଉଙ୍କି ମାରେ। ଓକେ, ତ ସେ ଯାହା ବି ହଉ, ସମସ୍ତଙ୍କୁ ବହୁତ ବହୁତ ହୃଦୟରୁ ଧନ୍ୟବାଦ। ଏଇଭଳି ଆମ ସହ କନେକ୍ଟେଡ ହେଇକି ରହିଥାନ୍ତୁ। ଏଇଭଳି ସାରା ଓଡିଶାକୁ ଯୋଉ ପରିବାର କରିକି ଆମେ ଗଢି ତୋଳିବାର ଯୋଉ ପ୍ରୟାସ ଆମେ ରଖିଛୁ, ସ୍ୱପ୍ନ ଦେଖିଛୁ, ଆପଣ ମାନେ ହିଁ ପୁରା କରିପାରିବେ ବନ୍ଧୁ। କାରଣ ଆମେ ଏକା ଚାହିଁଲେ କିଛି ହବନି। ଆପଣ ମାନଙ୍କ ପ୍ରୟାସରେ ଏ ସାରା ଓଡିଶା ଗୋଟେ ବଡ ପରିବାର ହଉ, 7C ପରିବାର, ଯୋଉଠି ଭ୍ରାତୃତ୍ୱ, ଯୋଉଠି ଭାଇଚାରା ଥିବ, ଯୋଉଠି କେବଳ ଭଲ ପାଇବା ଥିବ, ଯୋଉଠି ପରସ୍ପର ପରସ୍ପରର ଉନ୍ନତି କାମନା କରୁଥିବେ, ଯୋଉଠି ଅସମୟରେ ଆଶୀର୍ବାଦ ଦେଉଥିବେ। ଓକେ, ଖରାପ ସମୟରେ ମଧ୍ୟ ଛିଡା ହେଉଥିବେ ଆପଣ ମାନଙ୍କୁ ସାନ୍ତ୍ୱନା ଦେବା ପାଇଁ। ଓକେ, ତ ସେଇଭଳି ପରିବେଶ ଆମେ କ୍ରିଏଟ କରିବା ପାଇଁ ଯାଉଛୁ। ଆପଣ ମାନେ ମଧ୍ୟ ସେଇ ପରିବେଶରେ, ସେଇ ସର୍କଲ, 7C ସର୍କଲ ଭିତରେ କନେକ୍ଟେଡ ହେଇକି ଅଛନ୍ତି। ଆଉ ରହିଥାନ୍ତୁ। ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ।